ମାୟା ପଲ୍ଲବୀକୁ କହିବେ, ତୁ ଆଉ ମୋ ବୋହୂ ନୁହଁ, ତୁ ଆଜିଠୁ ମୋ ଶତ୍ରୁ। ଆଜିଠୁ ତୋ ସହିତ ମୋର କୌଣସି ସମ୍ପର୍କ ନାହିଁ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ରୁବି କହିବେ, ମାୟା ଏସବୁ ଶୁଣି ଶୁଣି ତ ଦେହ ତାର ସୁହା ହେଇଗଲାଣି। ଆଉ କହି କିଛି ଲାଭ ନାହିଁ। ତେଣୁ ଶାସ୍ତ୍ର କହିଛି, ମୋଲ ମାଇଲେ ଜୀବ ସାରି ଦେବକ ସାଙ୍ଗେ କିମ୍ପା କଲି। ତେଣୁ ସିଧାସଳଖ ଏହାକୁ ଘରୁ ବାହାର କରିଦେ। ଦେଖିବୁ ସବୁ ସମସ୍ୟାର ସମାଧାନ ହେଇଯିବ। ଆଉ କହିବେ, ଜାଣିଛୁ ଏସବୁ ବୋହୂମାନେ ଏକା ବୋଲି, କେହି କାହାଠୁ କମ୍ ନୁହନ୍ତି। ତେଣୁ ଏମାନଙ୍କୁ କେବେ ସୁଯୋଗ ଦେବା ଉଚିତ ନୁହଁ। ତାପରେ ଆନନ୍ଦ କହିବେ, ବାସ୍ ରୁବି ଦିଦି, ବହୁତ ହେଇଗଲା ଏସବୁ। ମୁଁ ବହୁତ ଶୁଣିଲି ଆଉ ବହୁତ ସହିଲି, କିନ୍ତୁ ଏବେ ଆଉ ନୁହଁ। କ'ଣ କହିଲେ ଆପଣ? ପଲ୍ଲବୀକୁ ଏ ଘରୁ ବାହାର କରିବେ? ହାଁ, ପଲ୍ଲବୀକୁ ଏ ଘରୁ ବାହାର କରିବେ? ମୁଁ ବି ଦେଖିବି ପଲ୍ଲବୀକୁ ଏ ଘରୁ ବାହାର କରିବାର ଶକ୍ତି କାହା ପାଖରେ ଅଛି। ପଲ୍ଲବୀ ସାଇଡରେ ମୁଁ ଅଛି। ପଲ୍ଲବୀ ସାଇଡରେ ଆଇନ ବି ଅଛି। ଏଣ୍ଡ ମାୟା, ତମେ ଯଦି ୟାଙ୍କ କଥାରେ ପଡ଼ି କେବେ ପଲ୍ଲବୀକୁ ଏ ଘରୁ ବାହାର କରିବା ପାଇଁ ସାହସ କର, ତାହେଲେ ମୁଁ ତମକୁ କେବେ ବି କ୍ଷମା କରିବିନି, କେବେ ବି ନୁହଁ। ତାପରେ ପଲ୍ଲବୀ କହିବେ, ବାବା ପ୍ଲିଜ୍ ଆପଣ ଟିକେ ଶାନ୍ତ ହୁଅନ୍ତୁ। ରୁବି ମାଉସୀ, ବାବା ଏକଦମ ଠିକ୍ କଥା କହିଛନ୍ତି। ଯୋଉ ପର୍ଯ୍ୟନ୍ତ ମୋ ହଜବେଣ୍ଡ ମୋତେ ଭଲ ପାଉଛନ୍ତି, ସେ ପର୍ଯ୍ୟନ୍ତ ମୋତେ ଏ ଘରୁ କେହି ବି ବାହାର କରିପାରିବେନି। ତାପରେ ମାୟା କହିବେ, ତୁ ଠିକ୍ କହୁଛୁ ପଲ୍ଲବୀ। ମୋ ପୁଅ ତତେ ବହୁତ ଭଲ ପାଏ ଆଉ ତତେ ସପୋର୍ଟ କରି ଆସୁଛି। ସେଥିପାଇଁ ଆଜି ଯାଏ ମୁଁ ତତେ କିଛି ନ କହି ସହି ଆସୁଥିଲି। ନହେଲେ କହି ଅଟକି ଯିବେ ଆଉ କହିବେ, ଛାଡ଼, ମୋର ଏବେ ତୋ ସହିତ ଆଉ ବେଶୀ କଥା ହେବାର ନାହିଁ। ମୁଁ ଖାଲି ସମସ୍ତଙ୍କ ଆଗରେ ଏତିକି କଥା କହିଦଉଛି, ଆଜିଠୁ ମୁଁ ଆଉ ତୋ ମୁହଁ ଚାହିଁବିନି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ମାୟା କହିବେ, ଏଣିକି ଯେବେଠୁ ମୋ ଆଖି ସାମ୍ନାକୁ ଆସିବୁ, ମୁଣ୍ଡରେ ଓଢ଼ଣା ଢାଙ୍କିକି ରଖିବୁ, ନହେଲେ ମୁହଁ ବୁଲେଇକି ଠିଆ ହେବୁ। ଆଉ ତୁ ଏସବୁ ଯଦି ନ କରୁ, ତାହେଲେ ବାଧ୍ୟ ହେଇ ମୋ ଆଖପାଖକୁ ଆସିବା ମାତ୍ରେ ମୁଁ ମୁଣ୍ଡରେ ଓଢ଼ଣା ଦେଇଦେବି, ନହେଲେ ମୁଁ ମୁହଁ ବୁଲେଇ ଠିଆ ହେବି। ତାପରେ ପଲ୍ଲବୀ କାନ୍ଦି କାନ୍ଦି କହିବେ, ମାମା, ମୁଁ କ'ଣ ଏତେ ଖରାପ? ମୁଁ ଏମିତି କ'ଣ କଲି ଯେ ଆପଣ ମୋ ମୁହଁ ଦେଖିବେନି ବୋଲି କହୁଛନ୍ତି? ତାପରେ ମାୟା କହିବେ, ମୋ ପୁଅକୁ ମର୍ଡର କେସରେ ଫସେଇଲା ବୋଲି ସ୍ତ୍ରୀ ଲୋକର ମୁହଁ ବି ମୁଁ ଚାହିଁବାକୁ ଚାହୁଁନି। ସେଥିପାଇଁ ତୁ ଗୋଟେ ଅଶୁଭ। ଦ୍ୟାଟ୍ସ ଇଟ୍। ତାପରେ ପଲ୍ଲବୀ ଏମିତି କଥା ଶୁଣି ବେହୋସ ହୋଇ ପଡ଼ିଯାଉଥିବେ। ଆଉ ଆନନ୍ଦ ଆଉ ବିନୋଦ ପଲ୍ଲବୀକୁ ଧରିବେ। ଆଉ ଆନନ୍ଦ ଜୋରରେ ରାଗି ଚିଲେଇକି କହିବେ, ମାୟା। ତାପରେ ବିନୋଦ କହିବେ, ଭାଇ ପ୍ଲିଜ୍ ଏ କଥାକୁ ଏଇଠି ରହିବାକୁ ଦିଅନ୍ତୁ। ଆଉ କଥାକୁ ଆଗକୁ ବଢ଼ାନ୍ତୁନି, ନହେଲେ ଏ ଝଗଡ଼ା ଆଉ କେବେ ବି ବନ୍ଦ ହେବନି। ତାପରେ ଆନନ୍ଦ କହିବେ, ବିନୋଦ, ତୁ ଶୁଣୁଛୁ ତ? କଥା ଯାଇ କୋଉଠି ପହଞ୍ଚିଲାଣି? ଆଉ ଏସବୁର ମୂଳ କିଏ? ତାପରେ ବିନୋଦ କହିବେ, ଭାଇ, ମୁଁ ସବୁ ବୁଝୁଛି ଆଉ ସବୁ ଜାଣୁଛି, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମକୁ ଆଗ ଆଦର୍ଶ କଥା ଭାବିବାକୁ ପଡ଼ିବ। ଚାଲନ୍ତୁ ଭାଇ, ଆମେ ପଲ୍ଲବୀକୁ ତା ରୁମରେ ଛାଡ଼ିଦେବା। ତାପରେ ଗୌରବ ଆଉ ମୁଁ ଏଠୁ ଚାଲିଯିବୁ। ତାପରେ ପଲ୍ଲବୀ କହିବେ, ଆପଣଙ୍କ ଆଦେଶ ମୁଁ ମାନିନେଲି ମାମା। ଆପଣ ଯାହା କହିଲେ ଆଜିଠୁ ମୁଁ ସେଇଆ କରିବି ମାମା। ଆଇ ପ୍ରମିସ୍। କିନ୍ତୁ ମୁଁ ବି ଆଜି ସମସ୍ତଙ୍କ ସାମ୍ନାରେ ଗୋଟେ କଥା କହି ରଖୁଛି ମାମା। ଯେତେ ଦିନ ପର୍ଯ୍ୟନ୍ତ ଆପଣ ନିଜେ ନିଜ ଆଡ଼ୁ ମୋତେ ବୋହୂ ବୋଲି ସ୍ୱୀକାର କରି କ୍ଷମା କରି ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ କେବେ ବି ମୋ ମୁହଁ ଦେଖେଇବିନି। ବାକି ରହିଲା ଆଦର୍ଶଙ୍କ କଥା। ଆମେ ସମସ୍ତେ ଜାଣିଛେ ଆଦର୍ଶ ନିର୍ଦ୍ଦୋଷ। ସେ କାହାରିକୁ ମର୍ଡର କରିନାହାନ୍ତି, ବରଂ ତାଙ୍କୁ ଫସେଇ ଦିଆଯାଇଛି। ତେଣୁ ମୁଁ ଆଜି ସମସ୍ତଙ୍କ ସାମ୍ନାରେ ମୋ ଖାକି ପୋଷାକର ଶପଥ ନେଇ କହୁଛି, ମୁଁ ଆଦର୍ଶକୁ ସେଠୁ ନିର୍ଦ୍ଦୋଷରେ ମୁକୁଲେଇ ଆଣିବି। ଏଇଟା ସମସ୍ତଙ୍କ ସାମ୍ନାରେ ମୋର ବଜ୍ର ଶପଥ। ତ ଦର୍ଶକ ବନ୍ଧୁ, ଏବେ କ'ଣ ମାୟା ପଲ୍ଲବୀକୁ କ୍ଷମା କରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।